ଶ୍ରୀମଦ୍ଭାଗବତ ପଞ୍ଚଦଶ ଅଧ୍ୟାୟର ଅବଶିଷ୍ଟାଂଶ। ସୁତ ଉବାଚ। ଏମନ୍ତେ ପାଣ୍ଡବ ଅର୍ଜୁନ କୃଷ୍ଣ ଚରଣେ ଦେଇ ମନ, ସୁଦୃଢ଼ ଭାବ ଗାଢ଼େ ଚିନ୍ତି ଲଭିଲା ସୁବିମଳ ମତି। କୃଷ୍ଣ ଚରଣ ଅନୁଧ୍ୟାନେ ଚିତ୍ତ ନିର୍ମଳ ଶାନ୍ତ ମନେ, ଥିଲା ଯେ ଅଶେଷ କଳୁଷ ଭକ୍ତି ଭାବରେ ଗଲା ନାଶ। ନିର୍ମଳ ବୁଦ୍ଧି ପ୍ରକାଶିଲା ଗୋବିନ୍ଦ ବାକ୍ୟ ସୁମରିଲା, ସଂଗ୍ରାମ ମଧ୍ୟରେ ରଥେ ଥାଇ ଯେ ଗୀତା କୃଷ୍ଣ ଥିଲେ କହି। ତାହା ସୁମରି ଶୁଦ୍ଧ ମନେ ଶୋକ ଛାଡ଼ିଲା କୃଷ୍ଣ ଧ୍ୟାନେ, ପ୍ରକୃତି ଲିନେ ଗୁଣ ଲିଙ୍ଗ ସ୍ଥୂଳ ଶରୀର ସଙ୍ଗ ଭଙ୍ଗ। ତେବେ ଦ୍ୱୈତ ଭାବ ଯାଇ ଶୋକ ସମ୍ଭ୍ରମ ଆଉ କାହିଁ, ଆପଣା ଅଂଶ ବଂଶ ହରି ଶ୍ରୀକୃଷ୍ଣ ଗଲେ ନିଜ ପୁରୀ। ଅର୍ଜୁନ ମୁଖୁ ଏହା ଶୁଣି ନିର୍ବେଦ ନୃପ ଚୂଡ଼ାମଣି, ଆତ୍ମା ନିବୃତ୍ତ ଜ୍ଞାନ ମାର୍ଗେ ନିଶ୍ଚୟ କଲେ ସ୍ୱର୍ଗ ମାର୍ଗେ। କୁନ୍ତି ଯେ ନିଜ ପୁରେ ଥିଲା ଗୋବିନ୍ଦ ବିଯୋଗ ଶୁଣିଲା, ତକ୍ଷଣେ ପାଇ ଦିବ୍ୟ ଜ୍ଞାନ ଗୋବିନ୍ଦ ଭାବେ ହେଲା ଲୀନ। ଯେ ଦେହ ଭୂମି ଭାର ନାଶେ ଧରି ଜନ୍ମିଲେ ଯଦୁ ବଂଶେ, ଭାରା ନିବାରି ତା ସଂହାରେ କଣ୍ଟକ ଯେହ୍ନେ କଣ୍ଟକରେ। ମତ୍ସ୍ୟାଦି ରୂପକୁ ଯେ ମନ୍ତେ ଧରି ଛାଡ଼ଇ କାର୍ଯ୍ୟ ଅନ୍ତେ, ଯେ ଶନେ ନଟ ରୂପ ଧରେ କ୍ଷଣକୁ କ୍ଷଣ ଆନ କରେ। ଭୂଭାର କ୍ଷୟ ଯେ ଦେହେଣ ସେ ଦେହ କଲେ ଅନ୍ତର୍ଧ୍ୟାନ, ଯେବେ ଗୋବିନ୍ଦ ମହି ତେଜି ସ୍ୱଭାବେ ନିଜ ଧାମ ଭୋଜି। ତାହା ମହିମା ନର ଲୋକେ ସାଧବେ ଏକ କୁଆରକେ, କହି ତରିଲେ ଭବ ବନୁ କଳି ଆଗମ ସେହି ଦିନୁ। ସକଳ ଦୋଷ ହେତୁ ଯେ ଯହିଁ ବେଦ ପୁରାଣ ଶାସ୍ତ୍ରେ କହି, ମିଳିଲା ନର ଲୋକେ ଆସି ତକ୍ଷଣେ ଗ୍ରାମେ ଗ୍ରାମେ ପଶି। ସକଳ ପୁରେ ପ୍ରାଣୀ ଚିତେ ଲୋଭ କପଟ ଦମ୍ଭ ମତେ, ପ୍ରାଣୀ ହିଂସନେ ଧର୍ମ ନାଶେ ପ୍ରାଣୀ ଏ କଳିର ପ୍ରବେଶେ। ନିଷ୍ଠୁର ଚିତ୍ତ ସର୍ବଜନ ତା ଦେଖି ଧର୍ମର ନନ୍ଦନ, ସ୍ୱର୍ଗ ଗମନ ମନେ ଗୁଣି ତକ୍ଷଣେ ପରୀକ୍ଷିତ ଆଣି। ଉତ୍ତମ ରାଜ ଚିହ୍ନ ଦେଖି ସକଳ ଗୁଣ ଉପଲକ୍ଷି, ଆତ୍ମାର ପ୍ରାୟ ତାକୁ ମଣି ଅନେକ ତୀର୍ଥ ଜଳ ଆଣି। ହସ୍ତିନାପୁରେ ଲୋ ନର ଲୋକେ ସ୍ଥାପିଲେ ନୃପ ଅଭିଷେକେ, ଯାଦବ ବଂଶେ ଶେଷ ଥିଲା ବଜ୍ର ଯେ ଅନିରୁଦ୍ଧ ବଳା। ମଥୁରାପୁରେ ଧର୍ମ ଚାଟେ ସ୍ଥାପିଲେ ସୁରସେନ ପାଟେ, ସକଳ ଭୋଗ ଦୂର କରି ଶରୀର ବନ୍ଧ ପରିହରି। ଆତ୍ମାରେ ଆତ୍ମା ଅଗ୍ନି ଜାଳି ସର୍ବ ବିଷୟ ଘୃତ ଢାଳି, ଜ୍ଞାନ ଗୋଚରେ ସୁନିପୁଣ ତକ୍ଷଣେ ଧର୍ମର ନନ୍ଦନ। ସର୍ବ ସମ୍ପଦ କରି ଦୂର ନିର୍ମଳ ରାଗ ଅହଙ୍କାର, ଅଶେଷ କର୍ମ ପାଶ ଛେଦି ଯୋଗେ ଶରୀର ରନ୍ଧ୍ର ରୁନ୍ଧି। ବଚନ ମନେ ଲୀନ କରି ବାୟୁ ଧାରଣେ ମନ ଧରି, ବାୟୁ ଧାରଣ ପ୍ରାଣ ଯେହି ଅପାନେ ତାହାକୁ ମିଶାଇ। ଅପାନ ଉତ୍ସର୍ଗ ସହିତ ଯେ ମାର୍ଗେ ହୋଏ ଅନ୍ତର୍ଗତ, ସେ ମୃତ୍ୟୁ ଦେବକୁ ପଞ୍ଚତ୍ୱେ ପଞ୍ଚକୁ ପଞ୍ଚରେ ଏକତ୍ୱେ। ପୁଣି ପଞ୍ଚକୁ ତିନି ଗୁଣେ ତ୍ରିଗୁଣ ସମସ୍ତ କାରଣେ, ପୁଣି ପଞ୍ଚକୁ ତିନି ଗୁଣେ ତ୍ରିଗୁଣ ସମସ୍ତ କାରଣେ। ତାହାକୁ ଯିବେ ଦେଇ ସ୍ଥାନ ଯେଣେ ଜୀବର ପରିତ୍ରାଣ, ସକଳ ଗୁଣ ପରିହରି ଆତ୍ମାରେ ଆତ୍ମା ହୋମ କରି। ବ୍ରହ୍ମ ନିର୍ବାଣେ ଥୋଇ ଚିତ୍ତ ଉତ୍ତର ପଥେ ଉପଗତ। ଚିରବସନ ନିରାକାର ମୌନ ମୁକ୍ତ କେଶ ଶିର, ଜଡ଼ ଉନ୍ମତ୍ତ ଭୂତ ପ୍ରାୟେ ଲୋକେ ଦେଖାଇ ନିଜ କାଏ। ଲୋକଙ୍କ ବଦନ ନ ଚାହିଁ ଅନ୍ଧ ବଧିର ପ୍ରାୟ ହୋଇ, ହୃଦେ ନିବେଶିବେନି ପାଣି ଉତ୍ତର ଦିଗେ ନୃପମଣି।
ପୂର୍ବେ ଅଶେଷ ମୁନି ସନ୍ଥେ ମୋକ୍ଷ ହୋଇଲେ ଯେଉଁ ପଥେ ପରମ ବ୍ରହ୍ମ ଚିନ୍ତି ଚିତେ ପ୍ରସ୍ଥାନ କଲେ ସ୍ୱର୍ଗ ପଥେ ପଛେ ଚଳନ୍ତି ଚାରି ଭାଇ ରାଜାର ଅନୁରୂପ ହୋଇ ପ୍ରଜାଙ୍କୁ କରି ଆଲିଙ୍ଗନ ହରସେ କରି ତାଙ୍କ ମନ ସେ ସାଧୁ କୃତ୍ୟ ସତ୍ୱଗୁଣୀ ଆତ୍ମାର ହିତ ଚିତ୍ତେ ଜାଣି ମନ ନିବେଶୀ କୃଷ୍ଣ ପାଦେ ବିଷ୍ଣୁ ଭକତି ଯୋଗ ସାଧେ ନିର୍ମଳ ଚିତ୍ତ ତାହାଙ୍କର ଗୋବିନ୍ଦେ ଧ୍ୟାନ ନିରନ୍ତର କୃଷ୍ଣର ପାଦେ ଚିତ୍ତ ଦେଲେ ପରମ ଗତି ସେ ଲଭିଲେ ଅସତ୍ୟ ଇନ୍ଦ୍ରିୟ ବିଷये ନିତ୍ୟ ଯାହାର ଚିତ୍ତ ରହେ ସେ ଯେବେ ହରିପାଦ ଚିନ୍ତି ସର୍ବକଳୁଷ ନାଶ ଯାନ୍ତି ସେ ଯେବେ ହରିପାଦ ଚିନ୍ତି ସର୍ବକଳୁଷ ନାଶ ଯାନ୍ତି ସେ ପାଦେ ଲଭଇ ସେ ସ୍ଥାନ ତାହା ପାଇଲେ ପାଣ୍ଡୁ ନାନ ବିଦୁର ଥିଲେ ବନବାସେ ପ୍ରଭାସ ତୀର୍ଥେ ମୋକ୍ଷ ଆସେ ଗୋବିନ୍ଦ ଚରଣ କମଳେ ପ୍ରାଣ ଛାଡ଼ିଲେ ଯୋଗ ବଳେ ପିତୃଗଣଙ୍କ ସଙ୍ଗେ ମିଶି ନକ୍ଷତ୍ର ମଧ୍ୟ ଯେନେ ଶଶି ନିଜ ଭୁବନେ ବିଜେ କଲେ ବ୍ରାହ୍ମଣ ସାପୁ ନିସ୍ତରିଲେ ତକ୍ଷଣେ ଦ୍ରୁପଦ କୁମାରୀ ଭର୍ତ୍ତାଙ୍କ ପଥ ଅନୁସରି କୃଷ୍ଣେ ନିବେଶୀ ପଞ୍ଚ ପ୍ରାଣ ତକ୍ଷଣେ ଛାଡ଼ିଲେ ଜୀବନ ଏବେ ହୋ ଶୁଣ ବିପ୍ରଜନେ କୃଷ୍ଣ ମହିମା ସୁଧ ମନେ ଗୋବିନ୍ଦ ଚରଣ କମଳେ ପାଣ୍ଡୁକୁ ମରେ ଭାବ ବଳେ ସଂସାର ମାୟା ଦୂର କଲେ ଜଗତ ମଧ୍ୟ ନିସ୍ତରିଲେ ପରମ ମଙ୍ଗଳ ଏ ବାଣୀ ଯେ ପ୍ରାଣୀ ଶୁଦ୍ଧ ଚିତେ ଶୁଣି ଭକତି ଲଭେ କୃଷ୍ଣ ପାଦେ ସଂସାରୁ ତରେ ଅପ୍ରମାଦେ ସଂସାରୁ ତରେ ଅପ୍ରମାଦେ ସଂସାରୁ ତରେ ଅପ୍ରମାଦେ କୃଷ୍ଣ ମହିମା ସୁଧାରସ କହିଲା ଜଗନ୍ନାଥ ଦାସ କହିଲା ଜଗନ୍ନାଥ ଦାସ କହିଲା जगन्नाथ दास। बोलिए श्री वृंदावन बिहारी लाल की जय, श्री भगवत स्वामी की जय। इति श्रीमद्भागवते महापुराणे पारमहंस्या संहितायां प्रथम स्कंदे पांडव स्वर्गारोहणं नाम 15 अध्यायः। भीमस्यापि रणभंग मुनेरपि मतिभ्रमः यदि शुद्धम अशुद्धम वा मम दोष न विद्यते। हरिं तत्सत् हरिं तत्सत् हरिं तत्सत्। ओं श्री विष्णु अर्पणमस्तु। ओं श्री विष्णु अर्पणमस्तु। ओं श्री विष्णु अर्पणमस्तु।